आपण एड़े बड़ अन्याय करंतुनी सकल लोक को निमंत्रण देवे गोपाल मान को निमंत्रण न देवार कारण धन्य धन्य से सुदाम धन्य धन्य से सुदाम सुबल जेतेक अटंती जन रे केते स्नेह पाइछ आपण श्री हरि हे से परा पिंड मोहर मु परा अटे पराण ताकर हे तेणु नास्ति करुचि एठारे सुजन हे नारद कांदी पकईले प्रभु आपण एड़े बड़ अन्याय काम कहीं करुचंदी धन्य 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 से नंद महागुर हये धन्य 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 से सुदाम सुबल धन्य धन्य से गोपर जे गोई केते स्नेह पाली थिले आपण को नहीं हये बड़ शुभ काम करुछ आपण की दोष कले जे गोपालगण प्रभु कहले नारद आपण को असल कथा जे जना नहीं 4 दिन कंठ दे मथुरा को आसिली रुही आउ मथुरा को सही दिन जे जाई नहीं जेते बेले गोपाली माने यज्ञ को आसीबे किए सरल बड़ी पाटी रे खुआई देबे गोपाल माने भाव विहल जीवे जे होई किए मयूर पिछ मुंडरे देव लगाई किए बन गोली मते बुणी खुआई देव किए जामु डाल आज्ञा परा दे आनी मोर मस्तक नहीं बापाके खुंजी देव ये आनी कहीं जमाल लंबाई देव आनी गलारे मोहर प्रभु कहले नारद आपण को असल कथा जना नहीं ये गोप गोपारी भाव विहल मोर यज्ञ करदेवे तेणु आपण समस्त को कहे गोपरे कहनी नारद बोले मु कुकुड़ा जगिया लोक मत नर चिंता कहीं कथा बाप धन आज्ञा नारद निमंत्रण धरिले 3 पुर लोक को निमंत्रण देवा पाई जाउछंदी प्रथम रे चली गले ब्रह्मंकर नाना जसवंदी पुरे जाई मिलिले तक्षयना धीरा धीरा होई से गमन करती पहुँची न गले परा से नारद जाती जसवंदीपुर रे ब्रह्मा को पत्र खंडे देले माघ मास शुक्ल पक्ष जेतिल सतमी मथुरा रे यज्ञ करू छंदी बेणु पायणी धीरे धीरे करी से
ଅଧିକାର ନେଇଥିବା ନିମନ୍ତ୍ରଣ ଧରିଲେ ହସର। ଆଉ ଥରେ ପୁଣି ନାରଦ ଚଳିଗଲେ। ଇନ୍ଦ୍ର ରାଜାକୁ ପତ୍ର ଖଣ୍ଡେ ଦେବେ, କହିଲା ସେ ଶଙ୍କରକୁ ଦେଲେ ବୁଝାଇ, କୋଉ ରାଜାକୁ ମଧ୍ୟ ଛାଡ଼ିଲେ ନାହିଁ। ଯେତେ ଋଷି ବ୍ରାହ୍ମଣ ମତ୍ସ୍ୟପୁରରେ ସମସ୍ତଙ୍କୁ ନାରଦ ନିମନ୍ତ୍ରଣ ଦେଲେ। ଆକାଶ ମାର୍ଗରେ ପୁଣି ଯାଉଛନ୍ତି, ଟିକେ ଗୋପକୁ ତାଙ୍କର ଯେ ପଡ଼ିଗଲା ଦୃଷ୍ଟି। ଦେଖନ୍ତୁ ଆଜ୍ଞା, ଏ କଳପ୍ରିୟ ନାରଦ ଫେରୁଥିଲେ, ଟିକେ ଗୋପକୁ ନଜର ପଡ଼ିଗଲା। କହିଲେ ପ୍ରଭୁ ସିନା ଗୋପପୁରକୁ କହିନାହାନ୍ତି, ଯୋଉଠି 8 ବର୍ଷ କାଳ ଗୋପରେ କେଳି କରୁଥିଲେ, ମୁଁ ଟିକେ ଦେଖିବି। ନାରଦ ମନୋଯାନଟାକୁ ପୁଣି ଯେ ଧରିଗଲେ, ପ୍ରଥମେ ବୃନ୍ଦାବନରେ ଯାଇ ଯେ ପ୍ରବେଶ ହେଲେ। ଆଗ ପରି ପୁଣି ନାହିଁ ବୃନ୍ଦାବନ, ଯୋଦିନଠୁ ଗଲେ ଯେ ମଦନ ମୋହନ। ବୃନ୍ଦାବନ ଶ୍ରୀହୀନ ହୋଇ ଅଛି, ଆଗ ପରି ମଳୟ ପବନ ବହୁ ନାହିଁ ଆରେ ସନ୍ତତି। ଆଗ ପରି ସୁଖ ପିକ ପୁଣି ରାବନ୍ତି ନାହିଁ, କୋ ବୃକ୍ଷର ଫଳ ଫୁଲ ଯେ ହେଉନାହିଁ। କୋଉ ବୃକ୍ଷରେ ପୁଣି ଫଳ ଫୁଲ ଯେ ହେଉନାହିଁ। ପଛା ମାନଙ୍କୁ କ୍ଷୀର ଦେଉନାହାନ୍ତି ଗାଈ, କ୍ଷୀରହୀନ ହେଇଯାଇଛି ବୃନ୍ଦାବନ। ବାପ ଆଜ୍ଞା ପ୍ରବେଶ ହେଲେ, ଦେଖିଲେ ଗୋଟେ ବୃକ୍ଷ ଡାଳକୁ। ବୃକ୍ଷ ଡାଳରେ ପକ୍ଷୀ ଗୁଡ଼ିଏ ବସିଛନ୍ତି, କୃଷ୍ଣଙ୍କ ଫେରନ୍ତା ପଥକୁ ଚାହିଁଛନ୍ତି। କିପରି ବାପା? ଆଖି ପଲକ ପଡୁନି, କେଉଁ ଦିନ ଆସିବେ ଯେ ନନ୍ଦର ଯେ ଚାଟ। ଚାହିଁ ବସିଛନ୍ତି ପୁଣି ସର୍ବପକ୍ଷୀ ବୃନ୍ଦ, ଆଖି ପଲକ ପଡୁନାହିଁ, ଚାହିଁ ବସିଛନ୍ତି ପକ୍ଷୀ କୂଳ। ଧାର ଧାର ନୟନରୁ ନୀର ଗଡୁ ଅଛି, ଶ୍ରାବଣର ବାରି ଧାର ପରା ବହୁ ଅଛି। ତହିଁ ଦେଖିଲେ ନାରଦ, କି ଡାଳରେ ବସିଛନ୍ତି ତନ୍ତି ପନ୍ତି ଗଣ। ଯିବା ଦିନୁ ଏ ପକ୍ଷୀ ମାନଙ୍କର ଆହାର ନାହିଁ। ବୃକ୍ଷ ଡାଳରେ କୃଷ୍ଣଙ୍କ ଫେରନ୍ତା ପଥକୁ ଚାହିଁଛନ୍ତି। ସମସ୍ତଙ୍କ ନୟନରୁ ଲୋତକ ଧାର ଧାର ବହି ପଡୁଛି। ନାରଦ କହିଲେ, ପ୍ରଭୁ ଆପଣ କାହିଁକି ଏ ଅବିଚାର କଲେ? ଗୋଟିଏ ପଥର ଉପରେ ବସି ପଡ଼ିଲେ, ପକ୍ଷୀ ପନ୍ତିକୁ ନାରଦ ଧନ୍ୟବାଦ କଲେ। ଧନ୍ୟ ଧନ୍ୟ ପକ୍ଷୀ ଜାତି, ପ୍ରଭୁଙ୍କ ପ୍ରେମେ ପାଗଳ ହୋଇଛ ଜନ୍ମେ କେଉଁ ପୁଣ୍ୟ କରିଥିଲା ତହିଁ, ପ୍ରଭୁଙ୍କ ବିହଳରେ ଅଛ ମନ ଦେଇ। ଧନ୍ୟ ଧନ୍ୟ ତବ
জন্ম পক্ষী জন্ম হই গলা সার্থক বহনা। ଦେଖିଲେ ନାରଦ ହାତୀଟିଏ ବର ଡାଳ ଭାଙ୍ଗିଥିଲା ଖାଇବା ପାଇଁ। କୃଷ୍ଣଙ୍କର କଥା ମନେ ପଡ଼ିଗଲା। ନୟନରୁ ଲୋତକ ଧାର ଧାର ବହୁଛି। କେବଳ ହାତୀ ବର ଡାଳଟି ଶୁଣ୍ଡରେ ଧରି ଛିଡ଼ା ହୋଇଛି। ନାରଦ ବୋଇଲେ ଧନ୍ୟରେ ଯିବ କୁଳ, ଯାର ପାଦ ରଜୁକୁ ବ୍ରହ୍ମା ପାଇପାରିଲେନି, ଯା ପାଦ ରଜୁକୁ ଶଙ୍କର ପାଇପାରିଲେନି। ବେଦ ଲେଖୁ ଲେଖୁ ବ୍ରହ୍ମା ନେତି ନେତି ବୋଲି ଲେଖିଦେଲେ। ବାପ ଧନ ଆଜ୍ଞା। ନାରଦ ପ୍ରବେଶ ହେଲେ କୁଞ୍ଜବନରେ। ବିଶାଖା ନାମରେ ଯେ ଗୋଟିଏ ସଖୀ ଚନ୍ଦନ ଘୋରି ପାତ୍ରରେ ରଖୁଅଛି। କୃଷ୍ଣଙ୍କୁ ଆସିଲେ ଦେହରେ ବୋଳି ଦେବି। ପାତ୍ର ଭର୍ତ୍ତି ହେଲାଣି ତଳେ ପଡ଼ିଲାଣି। ଚନ୍ଦନ ଘୋରିବାରେ ଲାଗିଛି ତରୁଣୀ। ବାପା ଆମର ଦେବଜ୍ୟୋତି ନାରଦ ଦେଖୁଛନ୍ତି ସଖୀଗଣକୁ ସଙ୍ଗରେ ରଖି ରାଜା କାହାକୁ କୋଉ କାମରେ ନିଯୁକ୍ତି କରୁଛନ୍ତି। ଆମର ଲେଖିଲେ ବାବାଜୀ ବୈଷ୍ଣବ ଚରଣ ମାନଭଙ୍ଗରେ। ଟିକେ ଆପଣ ଠିଆ ହନ୍ତୁ, ମୁଁ ଝିଅକୁ ଟିକେ ମାନଭଙ୍ଗର କେମିତି ଚନ୍ଦନ ସେମାନେ ଘୋରୁଥିଲେ, ମୁଁ ଟିକେ ଚନ୍ଦନ ଫୁଲ କର୍ପୂର କେମିତି କରୁଥିଲି ଦେଖିବା। ସଖୀ ତୁ ଗୋଟେ କାମ କରିବୁ, ଆଜକୁ ସେ ଦଗାଦିଆ କୃଷ୍ଣ ଅନେକ ଦିନ ପୂର୍ବରୁ ଚାଲିଗଲାଣି। ହନି ହନିଆ ହେଲାଣି, କିନ୍ତୁ ମୋ ପ୍ରଭୁ ଆସୁନାହାନ୍ତି। କହିଲେ କରଗ କୁଞ୍ଜ ମଣ୍ଡନ ଆସିବେ ମୋହନ ହୋଇ ଯତନ ତୁମ୍ଭେ ଫୁଲ ତୁଆଣ ବହନ ସଜନି ଗ। ଭାଙ୍ଗି ରଖ ଗୋତା ମୂଳ ତୋ କାମ ସେ ଆଉ। ଭାଙ୍ଗି ରଖ ଗୋତା ମୂଳ